ନୂଆ ବର୍ଷ ପାଳନ କିଏ କେମିତି କରିବ? କେହି ଏହାକୁ ଇଂରାଜୀ ନବବର୍ଷ କୁହନ୍ତି, କେହି ନୂଆ ବର୍ଷ କୁହନ୍ତି। ସରକାରଙ୍କ ନିୟମ ଅନୁସାରେ ତ ବର୍ତ୍ତମାନ ଏଇ ବର୍ଷକୁ ଆଧାର କରିକି ତ ଚାଲିଛି ନା। ତେଣୁ ନୂଆ ବର୍ଷ କେବେ ହବ, କଣ ହବ, କେମିତି ହବ, ସେଟା ବ୍ୟକ୍ତିଗତ ମାନସିକତା କଥା। ଗତକାଲି 2 ଦିନ ତଳେ ଯୋଉ ମୁଖ୍ୟମନ୍ତ୍ରୀଙ୍କର ତରଫରୁ ଯୋଉ ରିଲିଜ ଆସିଥିଲା ଯେ ସରକାରୀ କାର୍ଯ୍ୟାଳୟକୁ ନୂଆ ବର୍ଷ ପାଳନର ପରିବେଶ କରା ନ ଯାଉ ବୋଲି ସେ ଯୋଉ ନିର୍ଦ୍ଦେଶ ଦେଇଛନ୍ତି, ଆଉ ସମସ୍ତଙ୍କୁ ମନା କରିଛନ୍ତି କେହି ଫୁଲ ତୋଡ଼ା ଆଣିବେ ନାହିଁ, କେହି ତାଙ୍କୁ ଆସି ସ୍ୱାଗତ କରିବ, ଅଭିନନ୍ଦନ ଜଣେଇବେ ନାହିଁ। ଏଟା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସେ ମୁଖ୍ୟମନ୍ତ୍ରୀ ହିସାବରେ ଯାହା ନିଷ୍ପତ୍ତି ବି ନେଇପାରିବେ, ତାଙ୍କର ଅଧିକାର ଅଛି। ସେ କେମିତି ନୂଆ ବର୍ଷକୁ ପାଳନ କରିବେ? ସେ ହୁଏତ ଯୋଉ ଓଡିଆ ନବବର୍ଷ ଆସୁଛି ତାକୁ ପାଳନ କରିପାରନ୍ତି। ସେ କୋଉଟାକୁ ନବବର୍ଷ ବୋଲି ପାଳନ କରିବେ ସେଟା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଆମେ ସେଥିରେ କିଛି କହିପାରିବା ନାହିଁ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି ପ୍ରାୟତଃ ପାଳନ ହଉନାହିଁ। ହେଲେ ଦଳୀୟ ସ୍ତରରେ ଆପଣ ସେଟାକୁ ଅଟକେଇ ପାରିବେ ନାହିଁ। ଆପଣ ମୁଖ୍ୟମନ୍ତ୍ରୀ ମନା କରିଦେଇଛନ୍ତି ବୋଲି କଣ ବାହାରେ କେହି ଏଇ ଦେଖୁନାହାନ୍ତି, ଆପଣଙ୍କ ଚାରିପାଟରେ ଶୁଭେଚ୍ଛା ଦିଆଯାଉନି, ସମସ୍ତେ ଫୁଲ ତୋଡ଼ା ଦଉନାହାନ୍ତି। ଆମେ ସଚିବାଳୟଟାକୁ ବା କାର୍ଯ୍ୟାଳୟକୁ ହୁଏତ ପ୍ରତିବନ୍ଧକ ଲଗେଇଦେଲେ, କିନ୍ତୁ ଆଜି ନୂଆ ବର୍ଷ ଭାବରେ ସମସ୍ତେ ଇଂରାଜୀ ନବବର୍ଷ କୁହନ୍ତୁ ବା ନବବର୍ଷ କୁହନ୍ତୁ, ଯାହା ବି କୁହନ୍ତୁ, ଏବେ 8-10 ବର୍ଷ ହେଲା, 5 ବର୍ଷ ହେଲା ଇଂରାଜୀ ନବବର୍ଷ କୁହନ୍ତୁ, ନହେଲେ ଆଗରୁ ସମସ୍ତେ ନୂଆ ବର୍ଷର ଶୁଭେଚ୍ଛା ଜଣାଉଥିଲେ। ତେଣୁ ନବବର୍ଷ ହଉ ବା ଇଂରାଜୀ ନବବର୍ଷ ହଉ, ପ୍ରାୟତଃ ସମସ୍ତେ ପାଳୁଛନ୍ତି ରାଜ୍ୟବ୍ୟାପୀ ସବୁ ଜାଗାରେ। ଆପଣ ଦେଖିବେ ଭାରତୀୟ ଜନତା ପାର୍ଟିର ଦଳ ଭିତରେ ମଧ୍ୟ ଚାଲିଛି, ଅନ୍ୟ କଂଗ୍ରେସରେ ବି ଚାଲିଥିବ, ବିଜୁ ଜନତା ଦଳରେ ବି ଚାଲିଥିବ। ପ୍ରତ୍ୟେକ ଦଳ ଭିତରେ ମଧ୍ୟ ନୂଆ ବର୍ଷର ଶୁଭେଚ୍ଛା ଆଦାନ ପ୍ରଦାନ ଚାଲିଛି। କର୍ପୋରେଟ ସେକ୍ଟରର ଲୋକମାନେ ଆସିକି ନୂଆ ବର୍ଷ ଶୁଭେଚ୍ଛା ଅଫିସର ମାନଙ୍କୁ ଘରେ ଜଣେଇ ଦେଇକି ଯାଉଛନ୍ତି। ଆମେ ସରକାରୀ କାର୍ଯ୍ୟାଳୟରେ ମନା କରିଦେଲେ ସେମାନେ ଘରେ ଆସିକି ପାଳନ କରିଦଉଛନ୍ତି। ଅସୁବିଧା କଣ ଅଛି? ଆରେ ଆମେ କାହାକୁ ଅଟକେଇ ପାରିବା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ପାଳିବେ ନାହିଁ, ସେଟା ଭିନ୍ନ କଥା। ମୁଖ୍ୟମନ୍ତ୍ରୀ ପାଳିବେ ନାହିଁ ଆଉ ସଚିବାଳୟକୁ ବା ତାଙ୍କ ଦପ୍ତରକୁ ନୂଆବର୍ଷ ପାଳନର ଗୋଟେ କେନ୍ଦ୍ର ଭାବରେ ତାକୁ ଇଏ କରିବେ ନାହିଁ ବୋଲି ସେ ଯୋଉ କଥା କହିଛନ୍ତି, ସେ ତାଙ୍କର ନିଷ୍ପତ୍ତି। ତାଙ୍କୁ ସରକାରୀ କର୍ମଚାରୀ ସମ୍ମାନ ଦଉଛନ୍ତି, ସେଟାକୁ ପାଳନ ହଉନି। ସଚିବାଳୟରେ ନୂଆବର୍ଷ ଆଜି କେହି ଶୁଭେଚ୍ଛା ଫୁଲ ତୋଡ଼ା ଦଉନାହାନ୍ତି। କିନ୍ତୁ ଦଳୀୟ ସ୍ତରରେ କିଏ କାହାକୁ ଦବ, ଆମେ ସେଟା ବାରଣ କରିପାରିବା ନାହିଁ। ମନମୋହନ ସାମଲଙ୍କୁ ଦଉଛନ୍ତି ବୋଲି ଆପଣ ଫଟୋ ଦେଖୁଛନ୍ତି, ବା ଅନ୍ୟ ଦଳରେ এইটা ବ୍ୟକ୍ତିଗତ ନିଷ୍ପତ୍ତି। ମୁଁ ଶୁଭେଚ୍ଛା ଜଣେଇବି ନୂଆବର୍ଷ, ମୁଁ ପାଳିକିରି କାହାକୁ ଶୁଭେଚ୍ଛା ଜଣେଇବି, ମତେ କି ଅଟକେଇ ପାରିବ କି? ମୁଁ ସରକାରୀ ଚାକିରି କରିଥାନ୍ତି ଯଦି ସଚିବାଳୟରେ, ହଁ ମୋ ପାଇଁ କଟକଣା ଥାନ୍ତା, ମୁଁ ସେଇଠି କାହାକୁ ଫୁଲ ତୋଡ଼ା ଦେଇପାରି ନଥାନ୍ତି। କିନ୍ତୁ ଯେହେତୁ ମୁଁ ଜଣେ ସାଧାରଣ ନାଗରିକ ହିସାବରେ, ଗୋଟେ ଦଳୀୟ କର୍ମୀ ହିସାବରେ, ଅନ୍ୟମାନେ ମଧ୍ୟ ସେମାନେ ସ୍ୱାଗତ କରିପାରିବେ, ଅଭିନନ୍ଦନ ଜଣେଇ ପାରିବେ। ଏଥିରେ କାହାକୁ ବାଛ ବିଚାର କିଛି ନାହିଁ।